ମୁଁ ଯେତେବେଳେ ନବମ ଶ୍ରେଣୀରେ ପାଠ ପଢ଼ୁଥିଲି ସେତେବେଳେ ମୋ ଭିଣେଇର ଭାଇ ମୋତେ ତାଙ୍କ ଘର ଆମ୍ବ ତୋଟା ପାଖକୁ ନେଇ ଘଣ୍ଟା ଘଣ୍ଟା ଧରି ଗେହିଥିଲେ। ସେଇ ବିଷୟରେ ମୁଁ ଆଜି ଆପଣମାନଙ୍କୁ କହୁଛି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ହଟ୍ ଗିଣା ଗିଣି ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ମୁଁ ଯେତେବେଳେ ନବମ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ ମୋ ଭିଣେଇର ଭାଇ ଆମ୍ବ ତୋଟାକୁ ମୋତେ ବୁଲେଇବାକୁ ନେଇ କିପରି ଘଣ୍ଟା ଘଣ୍ଟା ଧରି ଗେହିଥିଲେ ସେହି ବିଷୟରେ ମୁଁ ଆଜି ଆପଣମାନଙ୍କୁ ଡିଟେଲ୍ସ କହୁଛି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୋ ଭିଣେଇ ଘର ଆମ ଘରଠାରୁ ପାଖାପାଖି 20 କିଲୋମିଟର ଦୂର ହେବ। ମୁଁ ସଦାବେଳେ ଅବଶ୍ୟ ଭିଣେଇ ଘରକୁ ଯାଏ ନାହିଁ, କିନ୍ତୁ ପରୀକ୍ଷା ଶେଷ ହେବା ପରେ ମୁଁ 15 ଦିନ କିମ୍ବା 20 ଦିନ ନିଶ୍ଚିତ ଭାବେ ମୋ ଭିଣେଇ ଘରକୁ ଯାଏ, ସେଠାରେ ରୁହେ, ମଜା କରେ, ତାପରେ ଘରକୁ ଆସେ। ତ ନବମ ଶ୍ରେଣୀ ପଢ଼ୁଥିବା ବେଳେ ମୁଁ କ'ଣ କରିଥିଲି ନା ପରୀକ୍ଷା ଶେଷ ହେବା ପରେ ମୁଁ ଭିଣେଇ ଘରକୁ ଗଲି। ଗରମ ଦିନ, ତ ଭିଣେଇ ଘରେ ପାଖାପାଖି 7ରୁ 8 ଦିନ ରହି ସାରିଲା ପରେ ମୋ ଅପା ଥରେ ମୋ ଭିଣେଇର ଭାଇକୁ କହିଲା, ଆଉ ତମେ ଟିକେ ନେଇଯାଉନ ମୋ ଭଉଣୀକୁ ଟିକେ ଆମ୍ବ ତୋଟା ବୁଲି ଦେଖେଇ ନେଇ ଆସିବ। ସେ ବି କହିଲା, ହଉ ଠିକ୍ ଅଛି ଭାଉଜ, ମୁଁ ତାଙ୍କୁ କାଲି ଉପରଓଳି ନେଇଯିବି। ତା ପରଦିନ ଉପରଓଳି ସେ ମୋତେ ସେଇ ବୁଲେଇବା ପାଇଁ ଆମ୍ବ ତୋଟାକୁ ନେଇକରି ଗଲେ। ବିରାଟ ବଗିଚା, ପାଖାପାଖି 2 ଏକର ଜାଗା ହେବ, ଖାଲି ଆମ୍ବ ଗଛ। ପ୍ରଚଣ୍ଡ ଆମ୍ବ ମଧ୍ୟ ଗଛରେ ଧରିଥାଏ। ମୁଁ ତ ସେ ଆମ୍ବ ଦେଖି ପୁରା ଖୁସି ହେଇଯାଉଥିଲି। ଏ ଗଛରୁ ଆମ୍ବ ଛିଡ଼େଇ ଆଣୁଥିଲି, ସେ ଗଛରୁ ଛିଡ଼ୁଥିଲି, ଏମିତି ଖାଲି ମୁଁ ଖୁସିରେ କ'ଣ ଯେ କରୁଥିଲି ବର୍ଣ୍ଣନା କରିପାରିବି ନାହିଁ। ମୋ ଭିଣେଇର ଭାଇ ଏସବୁ ଦେଖି ମଜା ନେଉଥିଲେ। କିଛି ସମୟ ଏମିତି ଦୌଡ଼ା ଦୌଡ଼ି ଖେଳାଖେଳି କରି ସାରିଲା ପରେ ମୁଁ ଥକିଗଲି। ତାପରେ ମୁଁ ତାଙ୍କୁ କହିଲି, ଗୋଟିଏ କାମ କର, ମୋତେ ଏଇ ଗଛର ଆମ୍ବଟିକୁ ଟିକେ ଛିଡ଼ାଇ ଦିଅ, କାରଣ ସେ ଗଛ ବହୁତ ବଡ଼ ଅଛି, ମୋ ହାତ ସେ ଗଛର ଆମ୍ବକୁ ପାଉନାହିଁ। ତାପରେ ମଜାକରେ ମୋ ଭିଣେଇର ଭାଇ କହିଲେ, ହଉ ଠିକ୍ ଅଛି, ମୁଁ ଆଣିଦେବି, କିନ୍ତୁ ମୋର କ'ଣ ଲାଭ ହେବ? ମୁଁ ହସିକରି କହିଲି, ଆରେ କ'ଣ ଲାଭ? ତମେ ଆମ୍ବ ବିଛେଇବ ଆଉ ମୁଁ ଖାଇବି। ମୁଁ କହିଲି, ତାପରେ ଭିଣେଇର ଭାଇ କହିଲେ, ନା ନା, ସେମିତି ହେଇପାରିବ ନାହିଁ, ତମେ ଆଗେ କୁହ ଯେ ମୋତେ ତମେ କ'ଣ ଦେବ। ମୁଁ ତାପରେ ମୁରୁକିନା ହସିଦେଲି। ତାପରେ କହିଲି, ହଉ ଗୋଟେ କାମ କର, ତମେ ଆଗେ ମୋତେ ଆମ୍ବ ଟେକି ଆଣି ଦିଅ, ତାପରେ ଦେଖିବା ମୁଁ ତୁମକୁ କ'ଣ ଦେଉଛି। ସେ କହିଲେ, ଦେଖ, ମୋତେ ନିରାଶ କରିବ ନାହିଁ, ମୁଁ ବହୁତ କଷ୍ଟ କରି ଗଛରୁ ଆମ୍ବ ଛିଡ଼େଇବି ସତ, କିନ୍ତୁ ମୋତେ ତୁମକୁ ଖୁସି କରିଦେବା ପାଇଁ ପଡ଼ିବ। ଏତିକ କହି ସେ ଗଛକୁ ଚଢ଼ିଗଲେ ଏବଂ ଗଛରୁ ଆମ୍ବ ମଧ୍ୟ ଛିଡ଼େଇ ଆଣି ମୋତେ ଦେଲେ। ସେ ଆମ୍ବ ବହୁତ ମିଠା ଥିଲା। ଖାଇକି ମୋ ଆତ୍ମା ପୁରା ଶାନ୍ତି ହେଇଗଲା। ତାପରେ ମୋ ଭିଣେଇର ଭାଇ ମୋ ପାଖକୁ ଲାଗି ଆସିଲେ ଏବଂ ମୋ ଦେହକୁ ଟଚ୍ କରିଦେଇ ସେ କହିଲେ, କ'ଣ ମୋ କଥା ଭୁଲିଗଲ? ମୁଁ କହିଲି, କ'ଣ? ସେ କହିଲେ, ତମେ ପରା ମୋତେ କ'ଣ ଦେବ କହୁଥିଲ। ମୁଁ କ'ଣ କଲି ନା, ମୁଁ ଯେଉଁ ଆମ୍ବଟି ଖାଇଥିଲି ତାର ଟାକୁରାଟିକୁ ତାଙ୍କ ହାତରେ ଧରେଇଦେଲି। କହିଲି, ଏଇଟା ହେଉଛି ତମର ଗିଫ୍ଟ। ସେ ହସିଦେଲେ, ଟାକୁରାଟିକୁ ତଳେ ପକାଇଦେଲେ ଏବଂ ମୋ ହାତକୁ ଧରି ପୁରା ଟାଣି ନେଲେ ତାଙ୍କ ପାଖକୁ। ମୁଁ ଯାଇ ଲୋଧିକିନା ଲଦି ପଡ଼ିଲି ତାଙ୍କ ଉପରେ। ସେ ମୋତେ ଜୋରରେ ଜାବୁଡ଼ି ଧରିଲେ, କହିଲେ, ରୋଜି, ବହୁତ ଦିନ ହେଲା ମୁଁ ତୁମକୁ କହିପାରୁନଥିଲି, ଆଜି ମୁଁ ତୁମକୁ କହୁଛି, ମୁଁ ତୁମକୁ ଟିକିଏ ଗେହିବି। ତାଙ୍କର ସେଇ ଗେହିବା କଥା ଶୁଣି ମୁଁ ପୁରା ଡରିଗଲି, କାରଣ ମୁଁ କେବେ ସେତେବେଳକୁ ଗିଆଁ ଖାଇନଥିଲି। ତେଣୁ ମୁଁ ପ୍ରଥମେ ମନା କଲି, ମୁଁ ନା ନା ବାବା, ମୋତେ ସେସବୁ ଡର ଲାଗେ। ସେ କହିଲେ, ଆରେ କିଛି ହେବନି, ତମେ ଭୟ କରନି,
ଏଇ କଥା କହୁ କହୁ ସେ ମୋତେ ଜୋରରେ ଜାବୁଡ଼ି ଧରିଲେ ଏବଂ କିସ୍ ପରେ କିସ୍ ଦେଇ ଚାଲିଲେ। କୁଆଁରୀ ମନ କିସ୍ ଖାଇସାରିଲା ପରେ ମୋ ଦେହ କେମିତି କେଜାଣି ଶୀତେଇ ଉଠିଲା। ତାପରେ ସେ ଆସ୍ତେ ଆସ୍ତେ କ'ଣ କଲେ ନା ମୋ ଦୁଧରେ ହାତ ବୁଲେଇଲେ। ସେତେବେଳକୁ ମୋ ଲୋମ ଗୁଡ଼ିକ ପୁରା ଟାଙ୍କୁରି ଉଠୁଥିଲା। ମୁଁ ମନା କରିବାକୁ ଇଚ୍ଛା କରୁଥିଲେ ମଧ୍ୟ କହିପାରୁନଥିଲି, କାରଣ ମୋତେ ବି ସେତେବେଳକୁ ନିଆଁ ଖାଇବାକୁ ପ୍ରବଳ ଇଚ୍ଛା ହେଇସାରିଥିଲା। ତେଣୁ ଆଉ ବିଶେଷ ମୁଁ ବିରୋଧ କଲି ନାହିଁ ଏବଂ ଅନୁମାନ କରିନେଲି ଆମ୍ବତୋଟା ନିର୍ଜନ ଜାଗା, ତେଣୁ ଏଠାକୁ କେହି ଆସିବାର ନାହିଁ। ତେଣୁ ସେମିତି କିଛି ବିପଦ ନାହିଁ। ତେଣୁ ଏଇ ମୌକାରେ ଟିକିଏ ଭିଣେଇ ପାଖରୁ ଗିଆଁ ଖାଇଲେ ବହୁତ ମଜା ଲାଗନ୍ତା। ଏଇ କଥା ଭାବି ମୁଁ ଚୁପ୍ ରହିଗଲି। ମୋର ଚୁପ୍ ରହିବାକୁ ସେ ସୁବର୍ଣ୍ଣ ସୁଯୋଗ ଜାଣିନେଲେ। ତେଣୁ ସେ ଆଉ ବିଳମ୍ବ ନ କରି ମୋର ଗୋଟିଏ ପରେ ଗୋଟିଏ ଅଙ୍ଗକୁ ସ୍ପର୍ଶ କରିବାକୁ ଲାଗିଲେ। ମୋ ଚଡ଼ି ଭିତରେ ହାତକୁ ପୂରେଇ ଦେଇ ମୋ ବିଆକୁ ସଲସଲ କରାଇଲେ। ମୋ ବିଆ ଭିତରେ ଆଙ୍ଗୁଳିକୁ ପୂରାଇଲେ ଏବଂ ଆସ୍ତେ ଆସ୍ତେ ହଲେଇଲେ। ମୁଁ ଆଉ ସେତେବେଳକୁ କଣ୍ଟ୍ରୋଲରେ ନଥିଲି। ମୁଁ ତାଙ୍କ ଉପରେ ଖାଲି ଢଳି ପଡ଼ୁଥିଲି। ସେ କ'ଣ କରୁଥିଲେ ନା ମୋତେ ପଛପଟରୁ ଧରି ନେଇ ନିର୍ଦ୍ଦମ ଭାବରେ ମୋ ଦୁଧକୁ ଚିପୁଡ଼ିବାକୁ ଲାଗିଲେ। ଏମିତି କିଛି ସମୟ ଚିପୁଡ଼ା ଚିପୁଡ଼ି ପରେ ସେ ଆସ୍ତେ କିନା ମୋ ପେଣ୍ଟଟିକୁ ଖୋଲିଦେଲେ ଏବଂ ତଳେ ବସି ପଡ଼ି ମୋ ବିଆରେ ତାଙ୍କ ଜିଭକୁ ଲଗାଇ ମୋ ବିଆକୁ ଚାଟିବାକୁ ଲାଗିଲେ। କୁଆଁରୀ ବିଆ ପାଗଳ ହେଇଯାଉଥିଲେ ମୋ ଭିଣେଇ। ଖାଲି ମହୁ ଖାଇଲା ଭଳିଆ ସେ ଚାଟି ଚାଲିଥିଲେ ମୋର ବିଆକୁ। କିଛି ସମୟ ଚାଟି ସାରିଲା ପରେ ମୁଁ ଆଉ ନିଜକୁ ଆୟତ୍ତ କରିପାରିଲି ନାହିଁ। ତାଙ୍କୁ କହିଲି, ତମେ ଶୀଘ୍ର ମୋତେ ଗିହ। ସେ ବି ଆଉ ବିଳମ୍ବ କଲେ ନାହିଁ। ତାଙ୍କ ପେଣ୍ଟ ଖୋଲି ତାଙ୍କର ସେଇ ଲମ୍ବା ବାଣ୍ଡକୁ ଆଣି ମୋ ହାତରେ ଧରାଇ ଦେଲେ ଏବଂ କହିଲେ, ତମେ ଏହାକୁ ଟିକିଏ ହଲାଅ। ମୁଁ ମଧ୍ୟ ସେୟା କଲି। ତାଙ୍କ ବାଣ୍ଡକୁ ଯେତେବେଳେ ହାତରେ ଧରିଦେଲି ମୋ ଦେହ ପୁରା ଶୀତେଇ ଉଠିଲା ଏବଂ ମୁଁ ଟିକିଏ ଭୟ ମଧ୍ୟ କରିଗଲି, କାରଣ ଏତେ ମୋଟା ବାଣ୍ଡ ମୋ ବିଆରେ କ'ଣ ପଶିବ। ତାପରେ ସେ କ'ଣ କଲେ ନା ତାଙ୍କ ବାଣ୍ଡରେ ଟିକେ ଛେପ ଲଗାଇଲେ ଏବଂ ଆଉ ଟିକେ ଛେପ ଆଣି ମୋ ବିଆରେ ଲଗାଇ ପୁରା ବିଆଟିକୁ ଓଦା କରିଦେଲେ। ତାପରେ ଆସ୍ତେ ଆସ୍ତେ ଖେଞ୍ଚି ଖେଞ୍ଚି ସେ ମୋ ବିଆ ଭିତରେ ତାଙ୍କ ବାଣ୍ଡ ପଶାଇବାକୁ ଚେଷ୍ଟା କଲେ। ଅବଶ୍ୟ ପ୍ରଥମେ ପଶିଲା ନାହିଁ, କିନ୍ତୁ କିଛି ସମୟ ଚେଷ୍ଟା କଲା ପରେ ଆସ୍ତେ ଆସ୍ତେ ତାଙ୍କ ବାଣ୍ଡଟି ମୋ ବିଆ ଭିତରେ ପଶିଲା। ସେ ସେମିତି ଠିଆ ଠିଆ ମୋତେ ଘେଇଲେ। ପାଖାପାଖି ଅଧଘଣ୍ଟା ଧରି ସେମିତି ସେ ମୋତେ ଘେଇଁ ଚାଲିଲେ। ମୁଁ ବହୁତ ମଜା ନେଉଥିଲି ଗିଆଁର, କାରଣ ମୁଁ ତ ପୂର୍ବରୁ କେବେ ଗିଆଁ ଖାଇନଥିଲି। ତେଣୁ ତାଙ୍କର ସେଇ ପ୍ରଥମ ଗିଆଁ ମୋତେ ବହୁତ ମଜା ଦେଉଥିଲା। ଏମିତି ପାଖାପାଖି ଅଧଘଣ୍ଟେ କି 45 ମିନିଟ୍ ଘେଇଁ ସାରିଲା ପରେ ତାଙ୍କ ବାଣ୍ଡରୁ ପାଣି ବାହାରିବା ସମୟ ହେଇଗଲା। ତେଣୁ ସେ କ'ଣ କଲେ ନା ବାଣ୍ଡଟିକୁ ବାହାରକୁ କାଢ଼ି ଆଣିଲେ ଏବଂ ମୋତେ କହିଲେ, ତୁମେ ଟିକେ ମୋ ବାଣ୍ଡକୁ ହଲାଅ। ମୁଁ ମଧ୍ୟ ମୋ ଡାହାଣ ହାତରେ ତାଙ୍କ ବାଣ୍ଡକୁ ଧରି କିଛି ସମୟ ହଲେଇଲି। ତାପରେ ପଚ୍ ପଚ୍ କରି ତାଙ୍କ ବାଣ୍ଡରୁ ସବୁ ରସ ବାହାରିଗଲା। ସେଇଦିନ ପରେ ଆମେ ବହୁତ ଥର ଗିଆଁ ଗିଁ ହେଇଛୁ ଏବଂ ସେ ବି ମୋତେ ବହୁତ ପୋଜିସନ୍ରେ ଅଲଗା ଅଲଗା ଜାଗାରେ ସେ ମୋତେ ଘେଇଛନ୍ତି। ସେସବୁ ବିଷୟରେ ମୁଁ ଆପଣମାନଙ୍କୁ ପରବର୍ତ୍ତୀ ଭିଡ଼ିଓରେ କହିବି। ବର୍ତ୍ତମାନ ପାଇଁ ରହୁଛି। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ ଏବଂ ସେୟାର କରିବେ। ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।